ହ୍ୟାଲୋ ଆଜ୍ଞା ମାନେ ନମସ୍କାର। ଅଙ୍ଗନବାଡ଼ି ଓ ଆଶା ଦିଦିଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର। ତା ସହିତ ଏମ୍ବିକେ ଓ ସିଆର୍ପିଙ୍କ ପାଇଁ ମଧ୍ୟ ଖୁସି ଖବର। କ'ଣ ଏଇ ଖୁସି ଖବର ଚାଲନ୍ତୁ ଜାଣିବା ଏଇ ଭିଡ଼ିଓ ମାଧ୍ୟମରେ। ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରିବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ, ଯଦ୍ୱାରା ଏହିପରି ଆପଣମାନେ ସଠିକ୍ ଇନଫର୍ମେସନ୍ ଖବର ଏଇ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ତ ଆସନ୍ତୁ ଦେଖିବା ଆଜିର ଖବରରେ କ'ଣ ରହିଛି। ଅଙ୍ଗନବାଡ଼ି ଓ ଆଶା ଦିଦିଙ୍କ ଦରମା ବଢ଼ିବ ବୋଲି 5ଟି ସଚିବ ଘୋଷଣା କରିଛନ୍ତି। ଆଉ ଦେଖନ୍ତୁ ଏଇ ସ୍କ୍ରିନରେ କ'ଣ ଅଛି ସମ୍ବାଦର ଖବରରେ ମୁଁ ଆପଣମାନଙ୍କୁ ଦେଖି ଟିକେ ପଢ଼ି ନେଉଛି, ଆପଣମାନେ ଦେଖିପାରୁଥିବେ। ଅଙ୍ଗନବାଡ଼ି ଓ ଆଶା ଦିଦିମାନଙ୍କର ଦରମା ଖୁବ୍ ଶୀଘ୍ର ବଢ଼ିବ। ଏହାଦ୍ୱାରା ରାଜ୍ୟର ଲକ୍ଷାଧିକ କର୍ମଚାରୀ ଉପକୃତ ହେବେ। ରାଜ୍ୟ ସରକାର ଏହି ଦିଗରେ କାମ କରୁଛନ୍ତି। ନବରଙ୍ଗପୁର ଜିଲ୍ଲା ଗସ୍ତରେ 5ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ଦେଖନ୍ତୁ ଆମ 5ଟି ସଚିବ ସେଲ୍ଫି ନେଉଛନ୍ତି। ରାଇଘର ମିନି ଷ୍ଟାଡିୟମରେ ଆୟୋଜିତ ଧନ୍ୟବାଦ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ 5ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଛନ୍ତି, ଆଗକୁ ଆଶା ଦିଦି ଓ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିବ। କମ୍ୟୁନିଟି ସେଣ୍ଟର କର୍ମଚାରୀମାନଙ୍କର ମଧ୍ୟ ଦରମା ବୃଦ୍ଧି ହେବ। ଏମ୍ବିକେ ଓ ସିଆର୍ପିଙ୍କ ଦରମା ବୃଦ୍ଧି ପାଇଁ ଯୋଜନା ଚାଲିଛି। ଯେଉଁ ଏମ୍ବିକେ ଓ ସିଆର୍ପିଙ୍କ ମଧ୍ୟ ତାଙ୍କର ଦରମା ବଢ଼ିବ ବୋଲି ପ୍ଲାନିଂ ଚାଲିଛି। ମଧୁବାବୁ ପେନ୍ସନ୍ ମଧ୍ୟ ବୃଦ୍ଧି ହେବ। ସେହିଭଳି ପାଚିକାମାନଙ୍କର ଦରମା ବଢ଼ାଇବା ପାଇଁ ସରକାର ଚିନ୍ତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ ଶୀଘ୍ର ଦରମା ବୃଦ୍ଧି କରିବେ ବୋଲି 5ଟି ସଚିବ କହିଛନ୍ତି। ସୂଚନାଯୋଗ୍ୟ ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ରାଇଘରରେ ଧନ୍ୟବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉକ୍ତ ନିର୍ବାଚନ ମଣ୍ଡଳୀର ପ୍ରାୟ 10,000 ଲୋକଙ୍କର ସମାଗମ ହୋଇଥିଲା। ଶ୍ରୀ ପାଣ୍ଡିଆନଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା ପରେ ଆଶା ଅଙ୍ଗନବାଡ଼ି ପାଚିକାମାନେ ଉତ୍ସାହିତ ଦେଖାଯାଇଛନ୍ତି। ତ କେଉଁମାନେ ଦରମା ତାଙ୍କର ବୃଦ୍ଧି ହେବ ଆପଣମାନେ ଜାଣିପାରିଥିବେ। ଆଶା ଦିଦି, ଅଙ୍ଗନବାଡ଼ି, ସିଆର୍ପି ଆଉ ଏମ୍ବିକେ ଆଉ ପାଚିକାମାନଙ୍କର ଦରମା ବୃଦ୍ଧି ହେବ ବୋଲି ଘୋଷଣା କରାଯାଇଛି। ଆଉ ମଧୁବାବୁ ପେନ୍ସନ୍ର ମଧ୍ୟ ବୃଦ୍ଧି ହେବ ସେଇଟା। ଆଉ ଯେଉଁଟା ଆପଣମାନଙ୍କୁ ପ୍ଲାନିଂ ଚାଲିଛି ଆମର ସିଆର୍ପି ଆଉ ଏମ୍ବିକେ ମାନଙ୍କୁ ପ୍ଲାନିଂ ଚାଲିଛି, ତାଙ୍କ ମଧ୍ୟ ବହୁତ ଶୀଘ୍ର ଦରମା ବୃଦ୍ଧି ହେବ। ତ ଆପଣମାନଙ୍କୁ ଏଇ ଛୋଟିଆ ଇନଫର୍ମେସନ୍ ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲଟିକୁ ନିଶ୍ଚୟ ଭାବେ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।